ମନେ ପଡ଼େ ଆଜ୍ଞା 1866 ମସିହା ଏ ଜାତି ଭୋଗିଥିବା ସବୁଠାରୁ ବଡ଼ ନଙ୍କ ଦୁର୍ଭିକ୍ଷ। ଗଛରେ ଆଜ୍ଞା ପତ୍ର ନାହିଁ କି ପୋଖରୀରେ ଆଜ୍ଞା ପାଣି ନାହିଁ। ଗୋଟେ ଗାଁରେ ଆଜ୍ଞା ଯେତିକି ଲୋକ ତା ଅଧା ଲୋକ ଆଜ୍ଞା ମରିଗଲେଣି। ଯିଏ ଏବେ ନିଜେ ଶବ କାନ୍ଧେଇକି ଯାଉଛି, ସମୟ କ୍ରମେ ଆଜ୍ଞା ସେ ନିଜେ ମଧ୍ୟ ଶବ ପାଲଟି ଯାଉଛି। ସବୁ ଲୋକମାନେ ଚିନ୍ତା କଲେ ଯଦି ଆମେ ଭୋକରେ ଅନାହରରେ ଖାଇବା ନ ପାଇକି ମରିଯିବା ତାହେଲେ ଏଠି କାହିଁକି ମରିବା। ଚାଲ ଆମେ ସମସ୍ତେ କ୍ଷେତ୍ର ଯିବା, ଜଗନ୍ନାଥଙ୍କର ନୀଳଚକ୍ର ବାନାକୁ ଚାହିଁ, ମହାପ୍ରଭୁଙ୍କର ପତିତ ପାବନ ବାନାକୁ ଚାହିଁ ଏ ପିଣ୍ଡରୁ ପ୍ରାଣକୁ ତ୍ୟାଗ କରିବା, ସେ ମହାପ୍ରଭୁଙ୍କର ନୀଳଚକ୍ର ବାନାକୁ ଚାହିଁବା। ଲକ୍ଷ ଲକ୍ଷ ଭୋକିଲା ଓଡ଼ିଆଙ୍କର ପଟୁଆର ଆଜ୍ଞା ଶ୍ରୀମନ୍ଦିର ସମ୍ମୁଖରେ, ଲକ୍ଷ ଲକ୍ଷ ଭୋକିଲା ମାନଙ୍କର ଏକମାତ୍ର ଆହ୍ୱାନ, ସମସ୍ତେ ଆମେ କ୍ଷେତ୍ର ଯିବା, କ୍ଷେତ୍ର ଯିବା, କ୍ଷେତ୍ର ଯିବା। ଜଗନ୍ନାଥଙ୍କର ନୀଳଚକ୍ର ବାନାକୁ ଚାହିଁ, ମହାପ୍ରଭୁଙ୍କର ପତିତ ପାବନ ବାନାକୁ ଅନେଇ ଏ ପିଣ୍ଡରୁ ପ୍ରାଣକୁ ତ୍ୟାଗ କରିବା। ଲକ୍ଷ ଲକ୍ଷ ଭୋକିଲା ଓଡ଼ିଆଙ୍କର ପଟୁଆର ଶ୍ରୀମନ୍ଦିର ସମ୍ମୁଖରେ ଥାନ୍ତି ୱାଲଟିୟର ସାହେବ ଡକେଇ ପଠେଇଲେ ରାଜା ଦିବ୍ୟ ସିଂହ ଦେବଙ୍କୁ। କହିଲେ, ରାଜାରେ ଭୋକିଲା ଓଡ଼ିଆ ଗୁଡ଼ା ମାରି ଆସୁଛନ୍ତି ରେ, ଆରେ ଖାଇବାକୁ ମାଗିବେ, ରହିବାକୁ ମାଗିବେ, ପିନ୍ଧିବାକୁ ମାଗିବେ, ଆମ ପ୍ରଶାସନ ଏତେ ଖର୍ଚ୍ଚ କରିପାରିବନି, କ'ଣ କରିବା, ଆଙ୍କୁ କେମିତି ବଞ୍ଚେଇବା। ଗଜପତି କହିଲେ, କ'ଣ କରିବା କହୁନାହାନ୍ତି। ନା ମୁଁ ଶୁଣିଛି ତମ ଜଗନ୍ନାଥଙ୍କର କୁଆଡ଼େ 13 କୁଇଣ୍ଟାଲ ଚାଉଳ, 13 କୁଇଣ୍ଟାଲ 60 ପଉଟି ଅନ୍ନ ମାନେ 13 କୁଇଣ୍ଟାଲ ଚାଉଳ ପ୍ରତ୍ୟେକ ଦିନ ଜଗନ୍ନାଥଙ୍କ ପାଖରେ ନୈବେଦ୍ୟ ହୁଏ ଆଜ୍ଞା। ସେ ମହାପ୍ରଭୁ 13 କୁଇଣ୍ଟାଲ ଚାଉଳକୁ ସଦାବେଳେ ବ୍ୟଞ୍ଜନ କରନ୍ତି। ଆରେ ଭୋକିଲା ଓଡ଼ିଆଙ୍କୁ ଏଇ ଚାଉଳ ଦିଅ, କାଠ ଦିଅଙ୍କୁ ଖାଇବାକୁ ଦେଲେ କ'ଣ ହବ, କାଠ ଦିଅ କ'ଣ ତମ ଡାକ ଶୁଣିବ, ଭୋକିଲା ଓଡ଼ିଆଙ୍କୁ ଏଇ ଚାଉଳକୁ ବାଣ୍ଟି ଦିଅ। ଗଜପତି କହିଲେ, ମୁଁ ପାରିବିନି। ନା ଆରେ କାହିଁକି ପାରିବନି, ନା ସାଧାରଣ ଜନତାଙ୍କୁ ପଚରା ଯାଉ, ସାଧାରଣ ଓଡ଼ିଆଙ୍କୁ ପଚରା ଯାଉ।